ପ୍ରେମ କରି କରି 2.5 ବର୍ଷର ଛୁଆକୁ ମାରିଦେଲେ। ଦର୍ଶକ ବନ୍ଧୁ, ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ଟିକେ ଦେଖିନିଅନ୍ତୁ। ପ୍ରେମିକା ବିବାହିତା ଥିଲା, ଯାହାର ନାଁ ହେଉଛି ମାନି ସିଂ, ଯାହାର ସ୍ୱାମୀ ଥିଲା ଏବଂ ଏହି 2.5 ବର୍ଷର ପୁଅ ମଧ୍ୟ ଥିଲା। ଆଉ ଏ ହେଉଛି ସେ ବିବାହିତା ପ୍ରେମିକାର ପ୍ରେମିକ, ଯାହାର ନାଁ ହେଉଛି ବବି ଦେହୁରୀ, ଯିଏକି ଏ ବିବାହିତା ପ୍ରେମିକାକୁ ତା ଘରୁ ଉଠାଇ ଆଣିଥିଲା। ଦୁଇ ଜଣ ଏକାଠି ରହୁଥିଲେ, ଦୁଇ ଜଣ ଏକାଠି ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। କିନ୍ତୁ ଦର୍ଶକ ବନ୍ଧୁ, ସେହି ପ୍ରେମ ଆଉ ପ୍ରେମିକା ଏବଂ ପ୍ରେମିକ ଭିତରେ ଏମିତି କ'ଣ ଝଡ଼ ସୃଷ୍ଟି ହୋଇଥିଲା କେଜାଣି, ମଝିରେ କିନ୍ତୁ 2.5 ବର୍ଷର ପୁଅଟା ବଳି ପଡ଼ିଗଲା। ବବି ଦେହୁରୀ ପୂର୍ବରୁ ଏହି ଝିଅକୁ ପ୍ରେମ କରୁଥିବା ବେଳେ ତାକୁ ବିବାହ କରିପାରିନଥିଲା। ବୋଧହୁଏ ମାନି ସିଂ ନାମକ ଏହି ମହିଳା ଆଉ ଜଣକୁ ବିବାହ କରିସାରିବା ପରେ ଏହି 2.5 ବର୍ଷର ଛୁଆକୁ ଜନ୍ମ କରିଥିଲା। କିନ୍ତୁ ଦର୍ଶକ ବନ୍ଧୁ, ଯେତେବେଳେ ଦୁଇ ଜଣ ଆସି ଭୁବନେଶ୍ୱର ଶିଖରଚଣ୍ଡୀ ପାଖରେ ଏକାଠି ରହୁଥିଲେ, ଦୁଇ ଜଣ ଦିନ ମଜୁରିଆ ଭାବେ କାମ କରୁଥିଲେ, ସେହା ଭିତରେ ଦୁହିଁଙ୍କ ଭିତରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ ମାନି ସିଂ ଜନ୍ମ କରିଥିବା 2.5 ବର୍ଷର ଛୁଆକୁ ଏହି ନୃଶଂସ ପ୍ରେମିକ ବବି ଦେହୁରୀ କୁଆଡ଼େ ତଣ୍ଟି ଚିପି ହତ୍ୟା କରିଦେଇଥିଲା। ଇଏ ବୁଦାମୂଳର ଦୃଶ୍ୟ ହେଉଛି ବାରଙ୍ଗ ଥାନାଞ୍ଚଳ କୁଆଖିଆ ବ୍ରିଜ ନିକଟରେ ଥିବା ଏହି କଣ୍ଟାବୁଦା, ଯେଉଁଠି ଏ 2.5 ବର୍ଷର ଶିଶୁ ଛୁଆଟି ମରି ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ପ୍ରଥମେ ଦେଖିଥିଲେ, ଯାହାଫଳରେ ବାରଙ୍ଗ ପୋଲିସକୁ ଡକାଯାଇଥିଲା। ଯାହାଫଳରେ ପୋଲିସ ଆସି ଘଟଣା ତଦନ୍ତ କଲାପରେ ଏହି ଦୁଇ ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା। ତେବେ ବବି ଦେହୁରୀ ନାମକ ଏହି ପ୍ରେମିକ କୁଆଡ଼େ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ ଏହି ବିବାହିତା ପ୍ରେମିକାକୁ ଉଠାଇ ଆଣିଥିଲା। ଆଉ ଅନେକ ଦିନ ଧରି ଏହି ପ୍ରେମିକାକୁ ଧରି ଶିଖରଚଣ୍ଡୀ ଅଞ୍ଚଳରେ ଭଡ଼ା ନେଇ ରହୁଥିଲା, ଦିନ ମଜୁରିଆ ଭାବେ କାମ କରୁଥିଲା। କିନ୍ତୁ ଦୁଇ ଜଣ ସକାଳୁ ସକାଳୁ କୁଆଖିଆ ବ୍ରିଜ ପାଖକୁ ଯାଇଥିବା ବେଳେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲେ। ପରେ ସେଇଠି ବବି ଦେହୁରୀ ପ୍ରେମିକାର 2.5 ବର୍ଷର ପୁଅର ତଣ୍ଟି ଚିପି ହତ୍ୟା କରିଦେଇଥିଲା। ପରେ ସେ 2.5 ବର୍ଷର ଛୁଆକୁ ଏହି ଲଟାବୁଦା ଭିତରକୁ ଫୋପାଡ଼ି ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରି ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ସେହି ସ୍ଥାନରୁ ହିଁ ଗିରଫ କରିଥିବା ନେଇ ସୂଚନା ମିଳିଛି। ଆଉ ଏମିତି ପ୍ରେମ କରୁ କରୁ କେମିତି 2.5 ବର୍ଷର ଛୁଆଟି ଆଜି ବଳି ପଡ଼ିଯାଇଛି, ତାକୁ ନେଇ ସାରା ଅଞ୍ଚଳରେ ଯେମିତି ଚାଞ୍ଚଲ୍ୟ ଖେଳିଯାଇଛି। କଟକରୁ ଆଦିତ୍ୟ ପାଣିଗ୍ରାହୀଙ୍କ ରିପୋର୍ଟ, A1 ଓଡ଼ିଆ।